କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ ଡିସ୍କସ୍ କରିବା ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀ ଯୁଗ ଯୋଉ ଥିଲା ଚାପ୍ଟରଟି, ତାର ଦ୍ୱିତୀୟ ପାଠ। ଦ୍ୱିତୀୟ ପାଠରେ ରହିଛି ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ। ତ ଫାର୍ଷ୍ଟଟା ରହୁଛି ଅସହଯୋଗ ଆନ୍ଦୋଳନ ବିଷୟରେ, ତାପରେ ଆସୁଛି ଅସହଯୋଗ ଆନ୍ଦୋଳନ ଫଳରେ ଓଡ଼ିଶାରେ ତାର ପ୍ରଭାବ କଣ ଥିଲା। ଅସହଯୋଗ ଆନ୍ଦୋଳନ। ଅସହଯୋଗ ଆନ୍ଦୋଳନ ଆରମ୍ଭ କେଉଁଭଳି ଭାବରେ ହେଇଥିଲା? ତ ପ୍ରଥମେ ଅସହଯୋଗ ଆନ୍ଦୋଳନ ଯେତେବେଳେ ଆରମ୍ଭ ହେଲା, ତାର ଭିତ୍ତିଭୂମି ସ୍ଥାପନ କରିଥିଲା କିଏ ନା ଖିଲାଫତ ଆନ୍ଦୋଳନ। ତ ଖିଲାଫତ ଆନ୍ଦୋଳନରେ କଣ ହେଇଥିଲା? ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ହେଇଥିଲା, ସେତେବେଳେ ତୁର୍କୀ ତା ମିତ୍ର ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିଥିଲା। ତ ଯୁଦ୍ଧ ଯେତେବେଳେ ହେଇଥିଲା, ସେତେବେଳେ କଣ ହେଇଥିଲା? ତୁର୍କୀର ସାମ୍ରାଜ୍ୟକୁ ବିଭାଜିତ କରି ଦିଆଗଲା। ତା ଯେତିକି ଏରିଆ ତା ସାମ୍ରାଜ୍ୟ ଥିଲା, ତାକୁ ଡିଭାଇଡ କରି ଦିଆଗଲା। ତୁର୍କୀ ପ୍ରତି ଏତାଦୃଶ ବ୍ୟବହାର ଭାରତରେ ମୁସଲମାନ ମାନଙ୍କୁ ବ୍ୟଥିତ କ୍ରୋଧାନ୍ୱିତ କରିଥିଲା। ତ ଭାରତରେ ଯୋଉ ମୁସଲମାନ ଥିଲେ, ସେମାନଙ୍କୁ ବ୍ୟଥିତ କ୍ରୋଧାନ୍ୱିତ କରିଥିଲା। ତୁର୍କୀର ସୁଲତାନ ଥିଲେ ମୁସଲମାନ ମାନଙ୍କର ଧର୍ମଗୁରୁ ବା ଖଲିଫା। ତ ତୁର୍କୀର ଯେ ସୁଲତାନ ଥିଲେ, ସିଏ ଥିଲେ ମୁସଲମାନ ମାନଙ୍କର ଯେତେ ମୁସଲମାନ ଅଛନ୍ତି ସମସ୍ତଙ୍କ ଧର୍ମଗୁରୁ, ଆଉ ତାଙ୍କ ଧର୍ମଗୁରୁକୁ କୁହାଯାଉଥିଲା ଖଲିଫା। ତ ତାଙ୍କ ଖଲିଫାକୁ ସମର୍ଥନ ଜଣେଇ ଦୁଇ ଭାଇ ଥିଲେ, ସେ ଥିଲେ ଆଲି ଭ୍ରାତା ଶୌକତ ଅଲି ଆଉ ମହମ୍ମଦ ଅଲି ଙ୍କ ନେତୃତ୍ୱରେ ଖିଲାଫତ ଆନ୍ଦୋଳନ ଆରମ୍ଭ କଲେ। ତ ସେଇଟା ଲେଖା ହେଇଛି, ତେଣୁ ସେମାନେ ସୁଲତାନକୁ ସମର୍ଥନ ଜଣାଇ ତାଙ୍କର କ୍ଷମତା ହ୍ରାସ ବିରୋଧରେ ଦୁଇ ଭ୍ରାତା ଆଲି ଭ୍ରାତା ଶୌକତ ଅଲି ଆଉ ମହମ୍ମଦ ଅଲିଙ୍କ ନେତୃତ୍ୱରେ ଖିଲାଫତ ଆନ୍ଦୋଳନ ଆରମ୍ଭ କଲେ। ଯେହେତୁ ଖଲିଫାଙ୍କ ନାଁରେ ଆନ୍ଦୋଳନ ହେଇଥିଲା, ତେଣୁ ତାକୁ କୁହାଗଲା ଖିଲାଫତ ଆନ୍ଦୋଳନ। ଖଲିଫାଙ୍କୁ ସମର୍ଥନ କରି ଏହି ଆନ୍ଦୋଳନ ହୋଇଥିବାରୁ ଏହାକୁ ଖିଲାଫତ ଆନ୍ଦୋଳନ କୁହାଯାଏ। ଆନ୍ଦୋଳନ ପରିଚାଳନା କରିବା ପାଇଁ ଏକ ଖିଲାଫତ କମିଟି ଗଠନ କରାଗଲା। ଏଥିରେ ଦୁଇ ଆଲି ଭ୍ରାତାଙ୍କ ବ୍ୟତୀତ ମୌଲାନା ଆବୁଲ କଲାମ ଆଜାଦ, ହାକିମ ହାଜମଲ ଖାଁ, ହସରତ ମୋହାନି ସଦସ୍ୟ ଥିଲେ। ତ କ୍ୱେଶ୍ଚିନ୍ ଆସିପାରେ କି କିଏ ସଦସ୍ୟ ଥିଲେ? ତ ସେ ଆନ୍ଦୋଳନରେ ଦୁଇ ଆଲି ଭ୍ରାତାଙ୍କ ବ୍ୟତୀତ ଥିଲେ କିଏ ନା ମୌଲାନା ଆବୁଲ କଲାମ ଆଜାଦ, ହାକିମ ହାଜମଲ ଖାନ ଆଉ ହର୍ଷତ ମୋହାନି ସଦସ୍ୟ ଥିଲେ। ମହାତ୍ମା ଗାନ୍ଧୀ ହିନ୍ଦୁ ଓ ମୁସଲମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ କରିବା ପାଇଁ ଆନ୍ଦୋଳନ ସମର୍ଥନ କଲେ। ମହାତ୍ମା ଗାନ୍ଧୀ ଚାହୁଁନଥିଲେ କି ହିନ୍ଦୁ ମୁସଲମାନଙ୍କ ଭିତରେ କିଛି ଭେଦଭାବ ସୃଷ୍ଟି ହଉ, ତେଣୁ ଜାତୀୟ ଆନ୍ଦୋଳନକୁ ସମର୍ଥନ କରିବାକୁ ଯାଇ ସେ ଖିଲାଫତ ଆନ୍ଦୋଳନକୁ ସମର୍ଥନ କଲେ। ତ ଏଠି ଆଉ ଗୋଟେ ଜିନିଷ ଲେଖା ହେଇଛି, ମୌଲାନା ଆବୁଲ କଲାମ ଆଜାଦଙ୍କ ମୂଳ ନାମ ଥିଲା ମହିଉଦ୍ଦିନ ଅହମଦ। ସେ ଜଣେ ନେତୃସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ, ଭାରତୀୟ ସମ୍ବିଧାନ ପ୍ରଣୟ ସଭାର ସଦସ୍ୟ ଓ ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ଥିଲେ ଏବଂ ଇଣ୍ଡିଆନ ୱିନ୍ସ ଫ୍ରିଡମ ନାମକ ପୁସ୍ତକ ଲେଖିଥିଲେ। 1992ରେ ତାଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନରେ ଭୂଷିତ କରାଯାଇଥିଲା। ତାପରେ କଣ ହେଇଥିଲା? 1919 ନଭେମ୍ବର ଗାନ୍ଧୀଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି କେବେ ହେଇଥିଲେ? ସେ ସଭାପତି 1919 ନଭେମ୍ବରରେ ଗାନ୍ଧୀଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀର ସଭାପତି ଗାନ୍ଧୀଜୀ ସଭାପତି ଭାବେ ନିର୍ବାଚିତ ହେଲେ। ତୁର୍କୀର ସୁଲତାନଙ୍କ ଅଧୀନରେ ଯଥେଷ୍ଟ ଅଞ୍ଚଳ, ବିଶେଷ କରି ମୁସଲମାନଙ୍କ ପବିତ୍ର ସ୍ଥାନଗୁଡ଼ିକୁ ନ ରଖିଲେ ସରକାରକୁ ବର୍ଜନ ଓ ଅସହଯୋଗ କରିବା ପାଇଁ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା। ଯଦି ସେ ନ ରଖିବେ ସୁଲତାନଙ୍କ ଅଣ୍ଡରରେ ସେ ଜାଗା ଗୁଡ଼ିକ, ତାହେଲେ ଆମେ ଅସହଯୋଗ କରିବା ସରକାରଙ୍କ ନିଷ୍ପତ୍ତିରେ। ତେଣୁ ଯେହେତୁ ଆମେ ସରକାରଙ୍କ ନିଷ୍ପତ୍ତିରେ ଅସହଯୋଗ କରିବା, ତେଣୁ ସେ ଆନ୍ଦୋଳନ ଯୋଉଟା ହବ ତାକୁ ଆମେ ଅସହଯୋଗ ଆନ୍ଦୋଳନ କହିବା। ଏହି ଧମକ ସତ୍ତ୍ୱେ ଯେତେବେଳେ ଧମକ ଦିଆଗଲା, ଧମକ ଦେବା ପରେ ମଧ୍ୟ ବିଶ୍ୱଯୁଦ୍ଧ ପରେ ତୁର୍କୀ ଉପରେ ଲଦି ଦିଆଗଲା ସେଭର ଚୁକ୍ତି, ଯୋଉ ଚୁକ୍ତି ଦ୍ୱାରା ତୁର୍କୀ ପାଖରୁ ଅନେକ ଅଞ୍ଚଳ କାଢି ନିଆଗଲା। ଏହି ଧମକ ସତ୍ତ୍ୱେ ପ୍ରଥମ ବିଶ୍ୱଯୁଦ୍ଧ ପରେ ତୁର୍କୀ ଉପରେ ଲଦି ଦିଆଯାଇଥିବା ସେଭର ଚୁକ୍ତି ଦ୍ୱାରା ସୁଲତାନଙ୍କ ଅଧିକୃତ ଅନେକ ଅଞ୍ଚଳ ତାଙ୍କ ଅଧୀନରୁ କାଢି ନିଆଗଲା। ଗାନ୍ଧୀଜୀଙ୍କ ପରାମର୍ଶ କ୍ରମେ ନିଖିଳ ଭାରତ ଖିଲାଫତ କମିଟି ଅସହଯୋଗ କାର୍ଯ୍ୟକ୍ରମ ଗ୍ରହଣ କରି ଆନ୍ଦୋଳନ ଆରମ୍ଭ କଲେ। 1920 ଜୁନ 9 ତାରିଖରେ ଆହ୍ଲାବାଦ ଠାରେ ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଗଲା। କେବେ କରାଗଲା ନା 1920 ଜୁନ 9 ତାରିଖରେ ଏକ ସର୍ବଦଳୀୟ ବୈଠକ ଆୟୋଜନ କରାଗଲା। ସେଠାରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ଖିଲାଫତ କମିଟି ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଲା।
मुस्लिम लीग और भारतीय जातीय कांग्रेस खिलाफत आंदोलन को समर्थन कले। बुझीगला? तो केउ भली भाबरे खिलाफत आंदोलन और असहयोग आंदोलन दुईटा जोड़ी हेई जाउची। तापरे 1920 अगस्त 1 तारिख रे आनुष्ठानिक भावे असहयोग आंदोलन आरंभ हैला। एबे क्लियर हेतिबो कि काहेकि असहयोग आंदोलन रे खिलाफत आंदोलन रहिछि, कारण असहयोग आंदोलन रो मूल भित्ति खिलाफत आंदोलन रो ही आरंभ हेइथिला। तो असहयोग आंदोलन केबे हैला? असहयोग आंदोलन आरंभ हैला 1920 अगस्त 1 तारिख रे आनुष्ठानिक भावे ऑफिशियली डिक्लेयर करा गला कि असहयोग आंदोलन आरंभ हैला बोली। उक्त दिन पूर्वाह्न लोकमान्य बाल गंगाधर तिलक देहांत होइथिला। तिलक वियोग जनित शोक पालन और आंदोलन आरंभर मिश्रित प्रतिक्रिया रे समग्र देश रे हड़ताल और शोभायात्रा संगठित हैला। असहयोग आंदोलन इंग्रेज सरकार विरोध में महात्मा गांधी परिचालित प्रथम गण आंदोलन थिला। गण आंदोलन कले जोठी बहुत लोक पार्टिसिपेट करती। ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିଲା। 1919 ଖ୍ରୀଷ୍ଟାବ୍ଦରେ ଆମେ ଇଏ ପୂର୍ବରୁ ପଢିଛନ୍ତି ରାଉଲତ ଆଇନ ବିଷୟରେ। 1919 ଖ୍ରୀଷ୍ଟାବ୍ଦରେ ରାଉଲତ ଆଇନ, ଜାଲିଆନାବାଗ ହତ୍ୟାକାଣ୍ଡ ଭଳି ଅଭାବନୀୟ ଘଟଣା ଯୋଗୁଁ ଗାନ୍ଧୀଜୀ ଇଂରେଜ ସରକାରଙ୍କ ନୈତିକତା ଉପରୁ ବିଶ୍ୱାସ ହରେଇଲେ। ସେ ଇଂରେଜ ସରକାରଙ୍କ ଠାରୁ ସବୁ ପ୍ରକାର ସହଯୋଗ ଛିନ୍ନ କରି ଶାନ୍ତିପୂର୍ଣ୍ଣ ଭାବେ ଅହିଂସା ଉପାୟରେ ଅସହଯୋଗ ଆନ୍ଦୋଳନ ଡାକରା ଦେଲେ। ଭାରତ ଶାସନ ଆଇନ 1919 ରେ ତ୍ରୁଟି ଅମୃତସର ଘଟଣାର ତଦନ୍ତ ପାଇଁ ନିଯୁକ୍ତ ହଣ୍ଟର କମିଟିଙ୍କ ବିବରଣୀର ପକ୍ଷପାତିତା ତଥା ଭାରତର ମୁସଲମାନଙ୍କ ଇଂରେଜ ବିରୋଧୀ ଖିଲାଫତ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଆହ୍ୱାନକୁ ସାକାର କରିବାରେ ସହାୟକ ହୋଇଥିଲା। ଯୋଉଟା ମୁଁ କହିଲି ନା କି ଖିଲାଫତ ଆନ୍ଦୋଳନ ଯେତେବେଳେ ଆରମ୍ଭ ହେଲା ତାଙ୍କୁ ଗାନ୍ଧୀଜୀ ସପୋର୍ଟ କଲେ। ତା ସହିତ ତା ପୂର୍ବରୁ 1919 ରେ ଯୋଉ ରାଉଲତ ଆଇନ ହେଇଥିଲା, ତାପରେ ଆମେ ପଢିଛନ୍ତି ଜାଲିଆନାବାଗ ହତ୍ୟାକାଣ୍ଡ, ଏ ସବୁ ଜିନିଷ ଯେତେବେଳେ ଘଟିଗଲା ମହାତ୍ମା ଗାନ୍ଧୀଙ୍କର ଇଂରେଜ ସରକାରଙ୍କ ଉପରେ ଯାହା ବି ଅଳ୍ପ ବହୁତ ବିଶ୍ୱାସ ଥିଲା ତାହା ମଧ୍ୟ କମ୍ପ୍ଲିଟଲି ବିଚ୍ଛିନ୍ନ ହୋଇଗଲା ହେଲା। ଆଉ ତା ସହିତ କଣ ହେଲା ନା 1919 ରେ ଶାସନର ଯୋଉ ଆଇନ ଗୁଡିକ ଥିଲା ସେଥିରେ ଅନେକ ତ୍ରୁଟି ଥିଲା। ତା ତଦନ୍ତ କଲା ବେଳକୁ ସେଠି ଗଣ୍ଡଗୋଳ କରାଯାଉଥିଲା, ସବୁବେଳେ ପକ୍ଷପାତିତା ହଉଥିଲା। ତ ସେଥିପାଇଁ କଣ ହେଲା ନା ଅସହଯୋଗ ଆନ୍ଦୋଳନ ଯୋଉ ମହାତ୍ମା ଗାନ୍ଧୀ କଲେ ସେତେବେଳେ ବହୁତ ଲୋକ ପାର୍ଟିସିପେଟ କଲେ। ତାହା ସେଇ ଆହ୍ୱାନଟା ବହୁତ ବଡ ଆକାରରେ ହୋଇଥିଲା। ଭାରତ ଶାସନ ଆଇନ 1919 ଜାଣିବା କଣ ରହିଲା ଏଇ ଶାସନ ଆଇନରେ। ଇଂଲଣ୍ଡର ବୈଦେଶିକ ସଚିବ ଏଡୱିନ୍ ମଣ୍ଟେଗୁ ଓ ଭାରତର ଭାଇସରୟ ଲର୍ଡ ଚେମ୍ସଫୋର୍ଡଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସମ୍ବିଧାନ ସଂସ୍କାର ଗୁଡିକ 1919 ଡିସେମ୍ବର 23 ଠାରୁ ଭାରତ ଶାସନ ଆଇନ 1919 ନାମରେ ପ୍ରଚଳିତ ହେଲା। ତ ତିଆରି କିଏ କରିଥିଲେ ନା ବୈଦେଶିକ ସଚିବ ଯିଏ ଥିଲେ ଇଂଲଣ୍ଡର ଏଡୱିନ୍ ମଣ୍ଟେଗୁ ଆଉ ଭାରତର ଭାଇସରୟ ଲର୍ଡ ଚେମ୍ସଫୋର୍ଡଙ୍କ ଦ୍ୱାରା ଗୋଟେ ସମ୍ବିଧାନ ସଂସ୍କାରରେ ଚେଞ୍ଜ କରାଗଲା, ଯୋଉଟାକୁ ଲାଗୁ କରି ଦିଆଗଲା ଡିସେମ୍ବର 23 ରୁ। ଆଉ ଏଇ ଯୋଉ ଆଇନଟି ଥିଲା ଏଇ ଆଇନକୁ ମଣ୍ଟେଗୁ ଚେମ୍ସଫୋର୍ଡ ସଂସ୍କାର ମଧ୍ୟ କୁହାଯାଏ। ଆଉ ଏଇ ଆଇନରେ ଅନେକ ତ୍ରୁଟି ରହିଥିଲା। ତ ତ୍ରୁଟି ମଧ୍ୟରୁ ପ୍ରଥମ ତ୍ରୁଟିଟା ରହିଥିଲା, ପ୍ରଥମତଃ ଭାଇସରୟ ଓ ତାଙ୍କ କାର୍ଯ୍ୟକାରୀ ପରିଷଦ ଭାରତୀୟ ସଂସଦ ପରିବର୍ତ୍ତେ ବ୍ରିଟିଶ ମନ୍ତ୍ରିମଣ୍ଡଳ ନିକଟରେ ଉତ୍ତରଦାୟୀ ରହିବେ। ତାମାନେ ଏମାନେ ଯେତେବେଳେ ଭାରତର ଯୋଉ ସଂସଦ ଅଛି ତାକୁ ରିପୋର୍ଟ କରିବେ ନାହିଁ, କିନ୍ତୁ ସେମାନେ ରିପୋର୍ଟ କରିବେ କାହାକୁ? ସେମାନେ କରିବେ ବ୍ରିଟିଶର ଯୋଉ ମନ୍ତ୍ରିମଣ୍ଡଳ ରହିଛି ସେଇଠିକି ସେମାନେ ରିପୋର୍ଟ କରିବେ। ସେକେଣ୍ଡ ଥିଲା ପ୍ରାଦେଶିକ ସ୍ତରରେ ଦ୍ୱୈତ ଶାସନ କ୍ଷମତା ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କ ଅଧୀନରେ ରଖାଯାଇଥିବା ବିଭାଗ ଗୁଡିକ ଠାରୁ ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ ବିଭାଗ ମନ୍ତ୍ରିମଣ୍ଡଳ ଅଧୀନରେ ରହିଲା। ତା ମାନେ ଯୋଉ ପ୍ରଦେଶ କହିଲେ ଷ୍ଟେଟ ୱାଇଜ ଯେତେବେଳେ ଆମେ ଆସିଯିବା, ଷ୍ଟେଟ ୱାଇଜ ରେ ଡବଲ ପାୱାର ଚାଲିବ। ତା ମାନେ ଷ୍ଟେଟ ର ପାୱାର ତା ସହିତ ବ୍ରିଟିଶଙ୍କ ପାୱାର, ତ ଦିଟା ଜିନିଷ ରହିବ। ସେଇ ଜାଗାରେ କଣ ହବ ନା ସବୁବେଳେ ଯୋଉଟା ପାୱାରଫୁଲ ଡିପାର୍ଟମେଣ୍ଟ ଗୁଡିକ ରହିଲା ସେଗୁଡାକ ବ୍ରିଟିଶର୍ସ ମାନେ ସେଗୁଡାକୁ ଅଧୀନରେ ରଖିବେ, ତାଙ୍କ ଅଧୀନରେ ରଖିବେ। କାମ ଚଳିବା ପାଇଁ ଯୋଉଡାକ ତାର ଯାର କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ନାହିଁ ତାକୁ ଦିଆଯାଇ ମାନେ ତାକୁ ସେମାନେ କଣ କଲେ ନା ପ୍ରଦେଶକୁ ଦେଇଦେଲେ। ଥାର୍ଡ ରେ ରହିଲା କଣ କେନ୍ଦ୍ରୀୟ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ସଭ୍ୟ ମାନଙ୍କର ପୂର୍ବରୁ ଥିବା ଯୋଉମାନେ କେନ୍ଦ୍ରୀୟ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ସଭା ହେଇଥିବେ ସେମାନେ ସେ ସଭ୍ୟ ମାନଙ୍କର ପୂର୍ବରୁ ଥିବା ମୁସଲମାନ ସମ୍ପ୍ରଦାୟ ବ୍ୟତୀତ ଶିଖ ଓ ଖ୍ରୀଷ୍ଟିଆନ ସାମ୍ପ୍ରଦାୟିକ ଭିତ୍ତିକ ନିର୍ବାଚନ ମଣ୍ଡଳୀ ଗଠିତ ହେଲା ଏବଂ ଚତୁର୍ଥ ଭୋଟ ଦାନ ଅଧିକାରକୁ ଅଧିକ ସଂକୁଚିତ କରାଗଲା। ତା ମାନେ ଥର୍ଡ ରେ ସେମାନେ କଣ କଲେ ନା ରିଲିଜିୟନ ୱାଇଜ ଡିଭାଇଡ କଲେ। ଆଉ ଫୋର୍ଥ ରେ ଯୋଉଟା
ଦେଶରେ ନାଗରିକଙ୍କର ଭୋଟଦାନ ଅଧିକାର ତାର ଯୋଉ ରୁଲ ଆଣ୍ଡ ରେଗୁଲେସନ ଥିଲା ତାକୁ ବହୁତ ନ୍ୟାରୋ କରି ଦିଆଗଲା, ବହୁତ ତାକୁ ତା ଭିତରେ ବହୁତ କଟାଛଟା କରାଗଲା। ତ ଏଇଆ ବିରୁଦ୍ଧରେ ଭାରତୀୟ ଜାତୀୟ କଂଗ୍ରେସ ଏଇ ସଂସ୍କାର ଗୁଡିକ ବିରୁଦ୍ଧରେ ସେମାନେ କଣ କଲେ ନା ଅପୋଜ କଲେ, ଆଉ ଫଳରେ ସେମାନେ ଦାବି କଲେ ଆମକୁ ଆମର ସମ୍ପୂର୍ଣ୍ଣ ସ୍ୱରାଜ ଦରକାର, ଆମର ଦେଶ ଆମର ରାଜ୍ୟ ଆମକୁ ହିଁ ଦରକାର, ଆମେ କଣ କରିବା ଆମେ କଣ ନ କରିବା। ତାପରେ କଣ ଆସିଲା, ତାପରେ ଆସିଲା ହଣ୍ଟର କମିଟି ରିପୋର୍ଟ। ହଣ୍ଟର କମିଟି ରିପୋର୍ଟ କଣ କହିଲା? ହଣ୍ଟର କମିଟି ରିପୋର୍ଟଟା ଥିଲା କାହା ଉପରେ ନା ଜାଲିଆନାବାଗ ହତ୍ୟାକାଣ୍ଡ ଉପରେ ହିଁ ସେ ଘଟଣାରେ ହଣ୍ଟର କମିଟିର ରିପୋର୍ଟ ଆସିଥିଲା। ଜାଲିଆନାବାଗ ହତ୍ୟାକାଣ୍ଡ ପରେ ଏକ ସରକାରୀ ତଦନ୍ତ ପାଇଁ ଦାବି ହେବାରୁ ସରକାର କଣ କଲେ 1919 ଅକ୍ଟୋବର 14ରେ ଲର୍ଡ ହଣ୍ଟରଙ୍କ ନେତୃତ୍ୱରେ କମିଟି ଗଠନ କରିଦେଇଥିଲେ କି ସେତିବେଳେ ଯୋଉ ହତ୍ୟାକାଣ୍ଡ ହେଇଥିଲା ତା ବିଷୟରେ ଆମେ ତନାଘନା କରିବା କହିକି ସେମାନେ କଣ କଲେ, ଜଣେ ଥିଲେ ଲର୍ଡ ହଣ୍ଟର, ତାଙ୍କ ନେତୃତ୍ୱରେ 1919ରେ ଗୋଟେ କମିଟି ଗଠନ କଲେ। କିନ୍ତୁ ଦେଖାଗଲା ଯେ କମିଟି ଗଠନ କେବଳ ଏକ ଧୂଆଁ ବାଣ ଥିଲା, ତା ମାନେ ସେମାନେ ଜାଣି ଶୁଣିକି ଯେହେତୁ ହତ୍ୟାକାଣ୍ଡଟି କରିଥିଲେ ତ କମିଟି ଯେତେବେଳେ ଗଠନ କରାଗଲା ସେଟା ଗୋଟେ ଟାଇପର ଫାର୍ସ ହିଁ ଥିଲା। ତ ଆମେ ଏଠି ଜାଣିବା କି କେବେ ହେଇଥିଲା କମିଟି ଗଠନଟା 1919 ଅକ୍ଟୋବର 14ରେ କାହା ନେତୃତ୍ୱରେ ହେଇଥିଲା ନା ଲର୍ଡ ହଣ୍ଟରଙ୍କ ନେତୃତ୍ୱରେ ଗଠନ ହେଇଥିଲା। ତ ସେଟା ଗୋଟେ ଧୂଆଁ ବାଣ ଥିଲା, ଗୋଟେ ଫାର୍ସ ଥିଲା। ପ୍ରକୃତରେ ବ୍ରିଟିଶ ଲର୍ଡ ସଭା ଜେନେରାଲ ଡାୟରଙ୍କ କାର୍ଯ୍ୟକୁ ଅନୁମୋଦନ କରିଥିଲା। ତ ଏଠୁ ବୁଝିଗଲା, ତ ଜେନେରାଲ ଡାୟର ଯୋଉ କାମଟିକୁ କଲେ ତାକୁ ବ୍ରିଟିଶ ଲର୍ଡ ତାଙ୍କୁ ଆପ୍ରୁଭ କରିଥିଲା କି ଏ ଯାହା କାମ କରାଯାଇଛି ତା ଠିକ ଅଛି, ଏବଂ ତାଙ୍କ ପାଇଁ ବ୍ରିଟିଶ ଜନସାଧାରଣ 30,000 ପାଉଣ୍ଡ ସଂଗ୍ରହ କରିଥିଲା। ଏହା ଜାଣିବା ପରେ ଭାରତୀୟ ମାନେ ଅତ୍ୟନ୍ତ କ୍ଷୁବ୍ଧ ହେଲେ। ତେଣୁ ଏଇ ଯୋଉ କାର୍ଯ୍ୟଟି ହେଇଥିଲା ଏଟା କେବଳ ଜେନେରାଲ ଡାୟରଙ୍କ ପାଇଁ ହେଇନଥିଲା, ସେଥିରେ ବାକି ମାନେ ମଧ୍ୟ ଇନଭଲ୍ଭ ଥିଲେ, ସେମାନଙ୍କ ରଜାମନ୍ଦି ଥିଲା, ଯୋଉଥିରେ କି ସେମାନେ କଣ କଲେ 30,000 ପାଉଣ୍ଡ ଗ୍ରହଣ କରିଥିଲେ, ମାନେ କଲେକ୍ଟ କରିଥିଲେ। 20 ମସିହା ସେପ୍ଟେମ୍ବର 4ରୁ 9 ତାରିଖ ପର୍ଯ୍ୟନ୍ତ କଲିକତା ଠାରେ କଂଗ୍ରେସର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ପ୍ରସ୍ତାବ କଂଗ୍ରେସ ଦ୍ୱାରା ତାର ନିଷ୍ପତ୍ତି ଭାବେ ଗୃହୀତ ହେଲା। 1920 ଡିସେମ୍ବର ମାସରେ ନାଗପୁରଠାରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧିବେଶନରେ ଏହା ଅନୁମୋଦିତ ହୋଇଥିଲା ଏବଂ ଗାନ୍ଧିଜୀଙ୍କ ବଳିଷ୍ଠ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବା ପାଇଁ ନିଷ୍ପତ୍ତି ନିଆଗଲା। ତ ବୁଝିଗଲା କାହିଁକି ଅସହଯୋଗ ଆନ୍ଦୋଳନ ହେଲା। ତା ପୂର୍ବର ପ୍ରତ୍ୟେକ ଘଟଣା କେଉଁଭଳି ଭାବରେ ବ୍ରିଟିଶର୍ସ ମାନେ ଭାରତୀୟ ମାନଙ୍କୁ ଠକି ଚାଲିଥିଲେ, ଆଉ ସେମାନେ ଯାହା କିଛି ବି କରୁଥିଲେ ଜାଣି ଶୁଣିକି କରୁଥିଲେ, ଯୋଉଥିରେ କି ସେମାନଙ୍କର ହିଁ ପ୍ରଫିଟ ରହୁଥିଲା। ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ। ଇଂରେଜ ଅନୁଷ୍ଠାନ ଓ ବିଦେଶୀ ଦ୍ରବ୍ୟ ବର୍ଜନ ଥିଲା ଅସହଯୋଗ ଆନ୍ଦୋଳନର ମୂଳ ନୀତି। ତା ମାନେ ଆମେ ବାହାର କଣ୍ଟ୍ରିର କୌଣସି ଜିନିଷକୁ ୟୁଜ କରିବା ନାହିଁ, ତାର ପ୍ରତ୍ୟେକ ଦ୍ରବ୍ୟକୁ ଆମେ ବର୍ଜନ କରିବା। ପ୍ରଥମ ପର୍ଯ୍ୟାୟରେ ଇଂରେଜ ସରକାରଙ୍କୁ ଅଚଳ କରିବା ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ଗୁଡିକ ଗ୍ରହଣ କରାଗଲା। ଯଦି ଆମେ ଜଣଙ୍କ ସହିତ କୌଣସି ଟାଇପର ବିଜନେସ କରିବା ନାହିଁ ତ ତା ପ୍ରଡକ୍ଟ ବିକ୍ରି ହିଁ ହବ ନାହିଁ। ତ କଣ କଣ ସେମାନେ ଷ୍ଟେପ ନେଲେ ଅସହଯୋଗ ଆନ୍ଦୋଳନରେ? 1919 ମସିହାରେ ଭାରତର ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଏବଂ ସରକାରୀ ଉତ୍ସବ ବର୍ଜନ, ସମସ୍ତ ପ୍ରକାର ସରକାରୀ ଉପାଧି ଫେରସ୍ତ ଓ ସରକାରୀ ପଦବୀରୁ ଇସ୍ତଫା। ତୃତୀୟଟା ଥିଲା ଆଇନଜୀବୀଙ୍କ ଦ୍ୱାରା ବିଚଳୟ ବର୍ଜନ ଏବଂ ଛାତ୍ରମାନଙ୍କ ଦ୍ୱାରା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବର୍ଜନ। ବିଦେଶୀ ଦ୍ରବ୍ୟ ତଥା ବିଦେଶୀ ଲୁଗା ବର୍ଜନ। ତ କଣ ବର୍ଜନ କରାଗଲା? ବର୍ଜନ କରାଗଲା, ଫାର୍ଷ୍ଟ ବର୍ଜନ କରାଗଲା କି ତାଙ୍କ ଦ୍ୱାରା ଯୋଉ ହିସାବରେ ନିର୍ବାଚନ ହଉଥିଲା, ନିର୍ବାଚନ ବା ସରକାରୀ ଉତ୍ସବ ପାଳନ କରାଯାଉଥିଲା ତାକୁ ବର୍ଜନ କରାଗଲା। ସେକେଣ୍ଡ ବର୍ଜନ କରାଗଲା କାହାକୁ ନା ଯାହା ଉପାଧି ଦେଇଥିଲେ ବ୍ରିଟିଶର୍ସ ମାନେ ତାକୁ ଫେରସ୍ତ କରାଗଲା ବା ତାକୁ ସରକାରୀ ପଦବୀରୁ ନିଜେ ଇସ୍ତଫା ଦେଇକି ବାହାରି ଗଲେ, ଯୋଉଟା କି ଇଂରେଜ ପାଇଁ କାମ କରାଯାଉଥିଲା। ସେକେଣ୍ଡ ଥିଲା କି କୋର୍ଟ କଚେରୀରେ ଯୋଉ କାମ ଥିଲା ତାକୁ ବର୍ଜନ କରାଗଲା। ଛାତ୍ରମାନେ ଇଂରେଜ ସରକାରଙ୍କର ସ୍କୁଲରେ ବା ମହାବିଦ୍ୟାଳୟରେ ପଢିବେ ନାହିଁ ବୋଲି ବର୍ଜନ କରାଗଲା। ତା ସହିତ ବିଦେଶୀ ଦ୍ରବ୍ୟ, ବିଦେଶୀ ଲୁଗାକୁ ବର୍ଜନ କରାଗଲା। ଏହା ବ୍ୟତୀତ କେତେକ ଗଠନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ସ୍ଥିର କରାଯାଇଥିଲା। ସେଗୁଡିକ ହେଲା ଖଦି, ଗ୍ରାମୋଦ୍ୟୋଗର ପ୍ରସାର, ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଏକତା ସୃଷ୍ଟି, ଅସ୍ପୃଶ୍ୟତା ନିରାକରଣ ଓ ଜାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ। ତା ମାନେ ଆମେ ଯେତେବେଳେ ବ୍ରିଟିଶର ମାନଙ୍କର ଜିନିଷକୁ ବର୍ଜନ କଲେ ତ ନିଜ ପାଇଁ ଜିନିଷ ଦରକାର, ସେଥିପାଇଁ ଖାଦି ସେତେବେଳେ ଆସିଥିଲା। ତାପରେ ଗ୍ରାମ ମାନଙ୍କର ଯୋଉ ଉଦ୍ୟୋଗକୁ ପ୍ରସାର କରିବାର କଥା ଆସିଥିଲା। ହିନ୍ଦୁ ମୁସଲମାନଙ୍କ ଭିତରେ ଭ୍ରାତୃତ୍ୱ ରହିବା ଦରକାର ଥିଲା, ଏକତା ରହିବା ଦରକାର ଥିଲା। ଅସ୍ପୃଶ୍ୟତା, ଛୁଆଁଛୁତ ଯୋଉ ଜିନିଷଟା ଥିଲା ତାକୁ ହଟେଇବାର
କଥା ଆସିଥିଲା ଭାରତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ, ଭାରତର ନିଜର ଶିକ୍ଷାନୁଷ୍ଠାନ ସ୍ଥାପନ କରିବାର କଥା ଆସିଥିଲା। ଅଳ୍ପ ସମୟ ମଧ୍ୟରେ ଏହି ଆନ୍ଦୋଳନର ବହ୍ନି ମାନେ କହିଲେ ଅଗ୍ନି ସମଗ୍ର ଭାରତରେ ବିସ୍ତାର ଲାଭ କଲା। ସାଧାରଣ ଜନତା ପ୍ରଥମ ଥର ପାଇଁ ବହୁ ସଂଖ୍ୟାରେ ଏହି ଆନ୍ଦୋଳନରେ ଯୋଗଦାନ କରିଥିଲେ। ଗାନ୍ଧିଜୀଙ୍କ ଡାକରାରେ ମୋତିଲାଲ ନେହେରୁ ଓ ଚିତ୍ତରଞ୍ଜନ ଦାସଙ୍କ ପରି ଖ୍ୟାତନାମା ବାରିଷ୍ଟର ଆଇନ ବ୍ୟବସାୟ ତ୍ୟାଗ କଲେ। ବହୁ ବିଶିଷ୍ଟ ବ୍ୟକ୍ତି ସରକାରୀ ସେମାନେ ଚାକିରି ଇସ୍ତଫା ଦେଲେ। ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ବଲ୍ଲଭ ଭାଇ ପଟେଲ, ଆମେ ଏବେ ଜାଣିଲେ ମୋତିଲାଲ ନେହେରୁ ଥିଲେ, ସେ ବାରିଷ୍ଟର ଥିଲେ, ସିଏ ଥିଲେ, ସେମାନେ କଣ କଲେ ନା ଚାକିରିରୁ ଇସ୍ତଫା ଦେଲେ। ତାପରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ, ବଲ୍ଲଭ ଭାଇ ପଟେଲ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ଗୋପବନ୍ଧୁ ଦାସଙ୍କ ଭଳି ବହୁ ବ୍ୟକ୍ତି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ତ ଏଠି ଆମେ ଦେଖିବା ଗୋପବନ୍ଧୁ ଦାସଙ୍କର ନାଁଟି ଏଠି ରହିଛି, ତେଣୁ ନିହାତି ଓଡ଼ିଶା ଉପରେ ତାର ପ୍ରଭାବ ପଡିବ। ବହୁ ସଂଖ୍ୟାରେ ଲୋକ କାରାବରଣ କଲେ, ଜେଲରେ ରହିଲେ, ଡେଫିନେଟଲି ସେମାନେ ତାଙ୍କ ଏଗେନଷ୍ଟରେ ଆନ୍ଦୋଳନ କଲେ, ଇଂରେଜ ମାନେ ଡେଫିନେଟଲି ଆରେଷ୍ଟ କରିବେ। ଏହି ସମୟରେ ଏକ ଉଲ୍ଲେଖନୀୟ କାର୍ଯ୍ୟ ଥିଲା ତିଳକ ସ୍ୱରାଜ ପାଣ୍ଠି ଗଠନ। ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ ଏକ ପାଣ୍ଠି ଗଠନ କରାଗଲା। ଜନସାଧାରଣଙ୍କ ମୁକ୍ତ ହସ୍ତରେ ଦାନ କଲେ ଏବଂ ଏହା ଫଳରେ ଅଳ୍ପ ଦିନ ମଧ୍ୟରେ ଏଥିରେ 1 କୋଟି ଟଙ୍କା ଜମା ହୋଇଗଲା। ଏହି ସମୟରେ ସତ୍ୟାଗ୍ରହୀ ମାନଙ୍କ ଦ୍ୱାରା ୱେଲ୍ସ ଯୁବରାଜଙ୍କ ଭାରତ ପରିଦର୍ଶନକୁ ବାସନ୍ଦ କରାଗଲା, ମନା କରି ଦିଆଗଲା, ତିରସ୍କାର କରାଗଲା। ସରକାରଙ୍କ ସହିତ ଜନସାଧାରଣଙ୍କ ଅସହଯୋଗ ଇଂରେଜ ମୂଳଦୁଆକୁ ଦୋହଲାଇ ଦେଲା। 1921 ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ କଂଗ୍ରେସର ଅହମଦାବାଦ ବାର୍ଷିକ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବା ନିମନ୍ତେ ନିଷ୍ପତ୍ତି ନିଆଗଲା। ଅସହଯୋଗ ଆନ୍ଦୋଳନର ବ୍ୟାପକତା ଇଂରେଜ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କଲା, କାରଣ ଆମେ ସବୁ ଜିନିଷ ତାଙ୍କର ବର୍ଜନ କଲେ, ସେମାନେ ବିଜନେସ ୱାଇଜ ଇମ୍ପାକ୍ଟ ହେଲେ, ତେଣୁ ସରକାର ଏହାକୁ ଦମନ କରିବାକୁ ଚେଷ୍ଟା କଲା। ଯେତେବେଳେ ସେମାନେ ବହୁମାତ୍ରାରେ ଇମ୍ପାକ୍ଟ ହେଲେ, ସେମାନେ ଚାହିଁବେ ତାହାକୁ ଆମେ ଦମନ କରିବା। ଗାନ୍ଧିଜୀଙ୍କୁ ଛାଡି ଅନେକ ବ୍ରିଟିଶ ଲୋକମାନଙ୍କୁ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଗାନ୍ଧିଜୀଙ୍କୁ ଛାଡିଦେଲେ, କିନ୍ତୁ ବ୍ରିଟିଶ ମାନେ ବାକି ଲୋକମାନଙ୍କୁ ନେଇକି ଜେଲରେ ଭର୍ତ୍ତି କଲେ। ଏହି ପରିପ୍ରେକ୍ଷୀରେ ଗାନ୍ଧିଜୀ ଇଂରେଜ ମାନଙ୍କୁ 1922 ଫେବୃଆରୀ 1 ତାରିଖରେ ଚେତାବନୀ ଦେଲେ ଯେ 7 ଦିନ ଭିତରେ ସମସ୍ତ ରାଜନୈତିକ ଦଳକୁ ମୁକ୍ତ କରା ନ ଗଲେ ଓ ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ୱାଧୀନତା ଦିଆ ନ ଗଲେ ସେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ। ତ ଆଇନ ଅମାନ୍ୟ ଆନ୍ଦୋଳନ ମାନେ କଣ? ଯେତେବେଳେ ଆଇନକୁ ଆମେ ମାନିବା ନାହିଁ। ତ କେବେ କହିଲେ ସିଏ? ସେ କହିଲେ 1922 ଫେବୃଆରୀ 1 ତାରିଖରେ। କିନ୍ତୁ ଗାନ୍ଧିଜୀଙ୍କ ଚେତାବନୀ କାର୍ଯ୍ୟକାରୀ ହେବା ପୂର୍ବରୁ ଏକ ଅଭାବନୀୟ ଘଟଣା ଘଟିଥିଲା। କଣ ସେ ଘଟଣାଟି ଥିଲା? 1922 ଫେବୃଆରୀ 5 ତାରିଖରେ ଉତ୍ତର ପ୍ରଦେଶର ଗୋରଖପୁର ଅଞ୍ଚଳରେ ଚୌରୀ ଚୌରା ନାମକ ସ୍ଥାନରେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ମାନେ ଏକ ପୋଲିସ ଷ୍ଟେସନରେ ନିଆଁ ଲଗାଇଦେଲେ। ଏହା ଫଳରେ 22 ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଗଲେ। ଏହି ହିଂସାତ୍ମକ ଘଟଣା ଗାନ୍ଧିଜୀକୁ ବ୍ୟଥିତ କରିଥିଲା ଏବଂ ସେ ଅନୁଭବ କଲେ ଯେ ଭାରତୀୟ ମାନେ ଅହିଂସା ଉପାୟରେ ଆନ୍ଦୋଳନ କରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନଥିଲେ। ତେଣୁ ସେ କାହା ସହିତ ପରାମର୍ଶ ନ କରି ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ଘୋଷଣା କଲେ। ଯେତେବେଳେ ଅସହଯୋଗ ଆନ୍ଦୋଳନ କଣ ହେଇଥିଲା ନା ଠିକ ବାଟରେ ଚାଲିଥିଲା, ବ୍ରିଟିଶର୍ସ ମାନେ ସେମାନେ ମଧ୍ୟ ଚିନ୍ତାରେ ପଡି ଯାଇଥିଲା, ଭାବିଥିଲେ ଦମନ କରିବା। ସେଇ ଟାଇମିଂରେ ଯୋଉ ଚୌରୀ ଚୌରାରେ ଅଭାବନୀୟ ଘଟଣାଟି ଘଟିଲା, ଫଳରେ ଗାନ୍ଧିଜୀ ମର୍ମାହତ ହେଲେ। ସେ ଭାବିଲେ କି ଭାରତୀୟ ମାନେ ଅହିଂସା ନୀତିରେ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ନୁହନ୍ତି, ତେଣୁ ସେ କଣ କଲେ ନା ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କଲେ। ଫେବୃଆରୀ 12 ତାରିଖରେ ଫେବୃଆରୀ 12 ତାରିଖରେ ବରଦୋଲି ଠାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଆନ୍ଦୋଳନ ସ୍ଥଗିତ ଘୋଷଣା ଅନୁମୋଦିତ ହେଲା। ଏହି ଅପ୍ରତ୍ୟାଶିତ ନିଷ୍ପତ୍ତି ଅନ୍ୟ କଂଗ୍ରେସ ନେତାଙ୍କୁ ସ୍ତବ୍ଧ କରିଥିଲା। ଯେତେବେଳେ ଗାନ୍ଧିଜୀ ବିନା ପରାମର୍ଶରେ ଆନ୍ଦୋଳନକୁ ସ୍ଥଗିତ କଲେ, ସେତେବେଳେ ଅନ୍ୟମାନଙ୍କୁ ମଧ୍ୟ ତାହା ବ୍ୟଥିତ କରିଥିଲା। ସୁଭାଷ ଚନ୍ଦ୍ର ବୋଷ ଅସହଯୋଗ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତିକୁ ଜାତୀୟ ବିପର୍ଯ୍ୟୟ ଭାବରେ ବର୍ଣ୍ଣନା କରିଥିଲେ। ତ ତା ଫଳାଫଳ କଣ ହେଇଥିଲା? ଯେତେବେଳେ ଅସହଯୋଗ ଆନ୍ଦୋଳନ ସ୍ଥଗିତ ହେଲା, ସେତେବେଳେ ତା ରେଜଲ୍ଟ କଣ ହେଇଥିଲା? 1922 ମାର୍ଚ୍ଚ 10 ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ 6 ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା। ଏହି ଆନ୍ଦୋଳନ ସ୍ଥଗିତ ହୋଇଥିଲା ସତ, କିନ୍ତୁ ଆନ୍ଦୋଳନର ପ୍ରଭାବ ସୁଦୂର ପ୍ରସାରୀ ହେଲା। ପ୍ରଥମ ଥର ପାଇଁ ଇଂରେଜ ସରକାର ବିରୋଧୀ ଆନ୍ଦୋଳନ ସଂଗଠିତ ଭାବେ ପରିଚାଳିତ ହୋଇଥିଲା ଏବଂ ଭବିଷ୍ୟତ ବିପ୍ଳବ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା। ପ୍ରଥମ ଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନ ଆନ୍ଦୋଳନକୁ ଗଣ ଆନ୍ଦୋଳନରେ ପରିଣତ ହୋଇ ପାରିଥିଲା।
प्रत्येक लोक एतिरे अंशीदार थिले। 1922 रे मुस्ताफा कमाल पासाଙ୍କ ନେତୃତ୍ୱରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହେବା ଦ୍ୱାରା ସେଠାରେ ଖଲିଫା ବ୍ୟବସ୍ଥାର ଉଚ୍ଛେଦ ହେଲା। ଫଳରେ ଖିଲାଫତ ଆନ୍ଦୋଳନର ଯୌତିକତା ରହିଲା ନାହିଁ। ଯୋଉଥିପାଇଁ ଖିଲାଫତ ଆନ୍ଦୋଳନ ହଉଥିଲା ତାର କୌଣସି ଯୁକ୍ତିଯୁକ୍ତ ଯଥାର୍ଥତା ରହିଲା ନାହିଁ। ଏଠି ଅଣ୍ଡରଲାଇନ୍ କରିବା 1922 ରେ ମୁସ୍ତାଫା କମାଲ ପାସାଙ୍କ ନେତୃତ୍ୱରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହେଲା। ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖାଯିବା ପରେ ଭାରତରେ ଖିଲାଫତ ଆନ୍ଦୋଳନର ମଧ୍ୟ ଅବସାନ ଘଟିଲା। ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ଶକ୍ତ ଧକ୍କାକୁ ଇଂରେଜ ସରକାର ବରଦାସ୍ତ କରିଥିଲା ସତ ମାତ୍ର ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ସଂକଳ୍ପବଦ୍ଧ ଭାରତୀୟମାନଙ୍କ ସମ୍ମୁଖୀନ ହେବା ଯୋଗୁଁ ଇଂରେଜ ସରକାର ବହୁ କଷ୍ଟ ସହିବାକୁ ପଡ଼ିଥିଲା। ୟା ପରେ ଆମେ ଜାଣିବା ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ପ୍ରଭାବ କଣ ଥିଲା। ସମଗ୍ର ଭାରତରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ବେଳେ ଓଡ଼ିଶା ଏହି ମହାସ୍ରୋତରୁ ବାଦ ପଡ଼ି ନଥିଲା। ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ଭାଗୀରଥୀ ମହାପାତ୍ର, ନିରଞ୍ଜନ ପଟ୍ଟନାୟକ, ଯଦୁମଣି ମଙ୍ଗରାଜ, ହରେକୃଷ୍ଣ ମହତାବ ନାଁ ଗୁଡ଼ିକ ମନେ ରଖିବା କଥା। ଅଣ୍ଡରଲାଇନ୍ କରିଦଉଛି। ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ଭାଗୀରଥୀ ମହାପାତ୍ର, ନିରଞ୍ଜନ ପଟ୍ଟନାୟକ, ଯଦୁମଣି ମଙ୍ଗରାଜ, ହରେକୃଷ୍ଣ ମହତାବ ଆଦି ନେତାମାନେ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ। ଗାନ୍ଧିଜୀଙ୍କର ଓଡ଼ିଶାକୁ ଆଗମନ ଏହି ଆନ୍ଦୋଳନର ଗତିକୁ କ୍ଷିପ୍ରତର କରିଥିଲା, ମାନେ ତ୍ୱରାନ୍ୱିତ କରିଥିଲା। 1920 ଡିସେମ୍ବରରେ ନାଗପୁରର କଂଗ୍ରେସ ଅଧିବେଶନରେ ଓଡ଼ିଶାର 35 ଜଣ ପ୍ରତିନିଧି ଯୋଗ ଦେଇଥିଲେ। 1920ରେ ଯେତେବେଳେ ସେଠି ଗୋଟେ ସଭା ଆୟୋଜନ କରାଯାଇଥିଲା, ସେଠି ଓଡ଼ିଶାରୁ 35 ଜଣ ପ୍ରତିନିଧି ଯୋଗ ଦେଇଥିଲେ। ଏହି ଅଧିବେଶନରୁ ଫେରି ଗୋପବନ୍ଧୁ ଦାସ 1921 ଜାନୁଆରୀ 24ରେ କଟକରେ ଛାତ୍ରମାନଙ୍କୁ ଉଦ୍ବୋଧନ ଦେଇଥିଲେ ଏବଂ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ସଂଗଠିତ କରିଥିଲେ। କେବେ କରିଥିଲେ ନା 1921 ଜାନୁଆରୀ 24ରେ। 1921 ମାର୍ଚ୍ଚରେ ତାଙ୍କ ଉଦ୍ୟମରେ ଓଡ଼ିଶାର ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା। ସେ ହୋଇଥିଲେ ଏହାର ପ୍ରଥମ ସଭାପତି ଏବଂ କମିଟିର ସମ୍ପାଦକ ଥିଲେ ଭାଗୀରଥୀ ମହାପାତ୍ର। ସମ୍ପାଦକ ଥିଲେ କିଏ ନା ଭାଗୀରଥୀ ମହାପାତ୍ର, ଆଉ ସଭାପତି କିଏ ଥିଲେ ନା ଗୋପବନ୍ଧୁ ଦାସ। ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମନ୍ତେ 1921ରେ ମହାତ୍ମା ଗାନ୍ଧୀ ଓଡ଼ିଶା ଆସିଥିଲେ। 1921 ମାର୍ଚ୍ଚ 23ରେ ସେ କଟକଠାରେ ବିଶାଳ ଜନ ସମାବେଶକୁ ଉଦ୍ବୋଧନ ଦେଇଥିଲେ। ଗାନ୍ଧିଜୀଙ୍କ ଉଦ୍ବୋଧନରେ ଅନୁପ୍ରାଣିତ ହୋଇ ରମାଦେବୀଙ୍କ ସମେତ ବହୁ ନାରୀ ସେମାନଙ୍କ ଅଳଙ୍କାର ସାମଗ୍ରୀ ତିଳକ ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ। ଆମେ ପଢିଲେ ନା ତିଳକ ସ୍ୱରାଜ ପାଣ୍ଠି, ତ ତାକୁ ଦାନ କରିଦେଲେ, ନାରୀମାନେ ତାଙ୍କ ଅଳଙ୍କାର ଦାନ କରିଦେଲେ ଫ୍ରିଡମ ପାଇଁ। ସେଠି ଥିଲେ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ। ଏହା ପରେ ଗାନ୍ଧୀଜୀ କୋଉଠିକି ଆସିଲେ ନା ଭଦ୍ରକ, ପୁରୀ ଓ ବ୍ରହ୍ମପୁର ଠାରେ ଉଦ୍ବୋଧନ ଦେଇଥିଲେ। ଓଡ଼ିଶାବାସୀଙ୍କ ମନରେ ଜାତୀୟତା ଉନ୍ମାଦନା ସୃଷ୍ଟି କରିଥିଲେ। ଖଦୀର ବ୍ୟବହାର, ଚରଖାର ପ୍ରଚଳନ ଏବଂ ସ୍ୱଦେଶୀ ଦ୍ରବ୍ୟ ପ୍ରତି ଆଗ୍ରହ ଉପରେ ସେ ଗୁରୁତ୍ୱ ଦେଇଥିଲେ। ସେ କହୁଥିଲେ କି ବିଦେଶୀ ଦ୍ରବ୍ୟକୁ ବର୍ଜନ କରି ଆମେ ଆମର ଖାଦୀ ଆଉ ଚରଖା ପ୍ରଚଳନ କରିବା ଆଉ ସ୍ୱଦେଶୀ ଦ୍ରବ୍ୟକୁ ଗ୍ରହଣ କରିବା। କାର୍ଯ୍ୟକ୍ରମ, ଓଡ଼ିଶାରେ କାର୍ଯ୍ୟକ୍ରମ କେଉଁଭଳି ଭାବରେ ହେଇଥିଲା ଅସହଯୋଗ ଆନ୍ଦୋଳନର? ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ସଫଳ କରିବା ପାଇଁ ବହୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ସେଗୁଡ଼ିକ ଥିଲା, ଫର୍ଷ୍ଟଟି ରହିଲା ବ୍ରିଟିଶ ଦ୍ରବ୍ୟ, କୋର୍ଟ କଚେରୀ, ଶିକ୍ଷାନୁଷ୍ଠାନ ବର୍ଜନ, ସେମ୍ ଥିଲା। ଖଦୀର ବ୍ୟବହାର, ଚରଖାର ପ୍ରଚଳନ, ଥାର୍ଡ ଥିଲା ହିନ୍ଦୁ ମୁସଲମାନ ଏକତା, ଫୋର୍ଥ ଥିଲା ଅସ୍ପୃଶ୍ୟତା ନିରାକରଣ ଓ ନିଶା ନିବାରଣ, ତାପରେ ଥିଲା ଜାତୀୟ ଶିକ୍ଷାର ପ୍ରଚଳନ। ସେମ୍ ଯାହା ସେଣ୍ଟ୍ରାଲି ଥିଲା ସେଇଟା ମଧ୍ୟ ଓଡ଼ିଶାରେ ମଧ୍ୟ ସେମ୍ ଜିନିଷ ଥିଲା। ଅଗ୍ରଗତି, 1921 ଅଗଷ୍ଟ 3 ତାରିଖରେ ପୁରୀ ଠାରେ ବିଦେଶୀ ବସ୍ତ୍ର ଗୁଡ଼ିକରେ ଅଗ୍ନି ସଂଯୋଗ କରାଗଲା। ଯୋଉ ବିଦେଶୀ ବସ୍ତ୍ର ଗୁଡ଼ିକ ଥିଲା ତାକୁ କଣ କରାଗଲା ନା ପୋଡ଼ି ଦିଆଗଲା। କେବେ ନା 1921 ଅଗଷ୍ଟ 3 ତାରିଖରେ। ଅଗଷ୍ଟ 11 ଓ 14 ତାରିଖରେ କଟକ ଠାରେ ଜନସାଧାରଣ ବିଦେଶୀ ଲୁଗା ପୋଡ଼ି ଦେଇଥିଲେ। କଲିକତାରେ ଲୁଗା କଳରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ଦୋକାନ ଗୁଡ଼ିକୁ ବିଦେଶୀ ଲୁଗା ପେଟି ଦେବାକୁ ମନା କରି ଦେଇଥିଲେ। ସତ୍ୟାଗ୍ରହୀମାନେ ବିଦେଶୀ ଦୋକାନ ଆଗରେ ଧାରଣା ଦେଇ ମଦ ବିକ୍ରି ବନ୍ଦ କରି ଦେଇଥିଲେ। ବହୁ ବିଶିଷ୍ଟ ଓଡ଼ିଆ ବ୍ୟକ୍ତି ତାଙ୍କର ପଦପଦବୀ ତ୍ୟାଗ କରି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ଗୋପବନ୍ଧୁ ଚୌଧୁରୀ, ନୀଳକଣ୍ଠ ଦାସ, ଲିଙ୍ଗରାଜ ମିଶ୍ର, ମୁକୁନ୍ଦ ପ୍ରସାଦ ଦାସ,
ସୁରେନ୍ଦ୍ରନାଥ ଦାସ, ମହମ୍ମଦ ହନିଫ, ଚନ୍ଦ୍ରଶେଖର ବେହେରା ଓ ଶ୍ରୀବାତ୍ସ ପଣ୍ଡା ଆଦି ସେମାନଙ୍କ ଚାକିରି ତ୍ୟାଗ କରିଥିଲେ। ତ ମୁଁ ଏଠି ବ୍ରାକେଟ କରିଦଉଛି। ଗୋପବନ୍ଧୁ ଦାସ, ଜଗବନ୍ଧୁ ସିଂ, ବିଶ୍ୱନାଥ ଦାସ, ନଟବର ଗଡ଼ତିଆ, ରାମନାରାୟଣ ମିଶ୍ର, ଭାଗୀରଥୀ ମହାପାତ୍ର, ଅଚ୍ୟୁତାନନ୍ଦ ପୁରୋହିତ ଓ ମହେନ୍ଦ୍ର ବର୍ମା ସେମାନଙ୍କର ଓକିଲାତି ବୃତ୍ତି ତ୍ୟାଗ କରିଥିଲେ। ପ୍ରଥମଟା ଥିଲା ସେମାନେ ଚାକିରି ଛାଡିଥିଲେ ଆଉ ଏମାନେ ତାଙ୍କ ଓକିଲାତି ବୃତ୍ତିକୁ ତ୍ୟାଗ କରିଥିଲେ। ବାଲେଶ୍ୱର, ଭଦ୍ରକ, ତିର୍ତ୍ତୋଲ ଏବଂ ପୁରୀଠାରେ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରି ଏହା ମାଧ୍ୟମରେ ଲୋକମାନଙ୍କୁ ନ୍ୟାୟ ଦେବାକୁ ବ୍ୟବସ୍ଥା କରାଯାଇଥିଲା। ସମ୍ବଲପୁର, କଟକ, ବାଲେଶ୍ୱର, ପୁରୀ ଆଦି ସ୍ଥାନରେ ଅନେକ ଛାତ୍ର ସରକାରୀ ସ୍କୁଲ କଲେଜ ପରିତ୍ୟାଗ କରି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ରାଜକୃଷ୍ଣ ବୋଷ ଆଦି ଯୁବକ ମାନେ କଲେଜ ତ୍ୟାଗ କରି ଆନ୍ଦୋଳନରେ ସାମିଲ ହେଲେ। ଆମେ ଜାଣିଲେ କିଏ ଚାକିରି ଛାଡିଲେ, କେଉଁମାନେ ଓକିଲାତି ବୃତ୍ତି ଛାଡିଲେ। ଏବେ ହରେକୃଷ୍ଣ ମହତାବଠୁ ନେଇକି ରାଜକୃଷ୍ଣ ବୋଷ ଆଦି ଯୁବକ ମାନେ ତାଙ୍କ କଲେଜ ଛାଡିଲେ, ସେମାନେ ଯୋଉ ପାଠ ପଢୁଥିଲେ। ରାଜକୃଷ୍ଣ ବୋଷ କଟକ ମେଡିକାଲ ସ୍କୁଲ ତ୍ୟାଗ କରିଥିଲେ। ପଣ୍ଡିତ ଲକ୍ଷ୍ମୀନାରାୟଣଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସମ୍ବଲପୁର ଜିଲ୍ଲା ସ୍କୁଲ ଅନେକ ଛାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ବାଲେଶ୍ୱରରେ ଗୌରମୋହନ ଦାସ ଓ ଭଦ୍ରକରେ ବାଞ୍ଛାନିଧି ମହାନ୍ତି ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରିଥିଲେ। ଛାତ୍ରମାନଙ୍କୁ ଜାତୀୟତାବାଦୀ ଶିକ୍ଷା ଦେବା ନିମନ୍ତେ ସାକ୍ଷୀଗୋପାଳ ଠାରେ ଗୋପବନ୍ଧୁ ଦାସଙ୍କ ଦ୍ୱାରା 1919ରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ଏହା ଏକ ଜାତୀୟ ବିଦ୍ୟାଳୟରେ ପରିଣତ ହେଲା। ଜାତୀୟତାବାଦୀ ଶିକ୍ଷା ଦାନରେ ଏହି ଅନୁଷ୍ଠାନ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲା। କଟକ ଠାରେ ଉତ୍କଳ ସ୍ୱରାଜ ଶିକ୍ଷା ପରିଷଦ ସ୍ଥାପିତ ହୋଇଥିଲା। ବିଭିନ୍ନ ସ୍ଥାନରେ ଜାତୀୟ ବିଦ୍ୟାଳୟମାନ ପ୍ରତିଷ୍ଠିତ ହୋଇ ପାରମ୍ପରିକ ଶିକ୍ଷା ସହିତ ସୂତାକଟା, ଲୁଗା ବୁଣିବା ଆଦି ଆତ୍ମନିର୍ଭରଶୀଳ ବିଷୟ ଗୁଡ଼ିକ ଉପରେ ଶିକ୍ଷା ଦିଆଯାଉଥିଲା। ତାମାନେ ଆମେ ଯଦି ସର୍ବମୋଟ ଦେଖିବା, ଆମକୁ ଗୋଟେ ଜିନିଷ ଶିଖାଗଲା କି ଆମେ ଆମ ଦେଶର ଦ୍ରବ୍ୟକୁ ବ୍ୟବହାର କରିବା, ତା ପ୍ରତି ଆଗ୍ରହ ପ୍ରକାଶ କରିବା, ନିଜେ ଉଦ୍ୟୋଗ ସୃଷ୍ଟି କରିବା ଆଉ ନିଜେ ଆତ୍ମନିର୍ଭର ରହିବା। ସ୍ୱେଚ୍ଛାସେବୀ ଓ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ କଟକରେ ସ୍ୱରାଜ ଆଶ୍ରମ ଓ ଜଗତସିଂହପୁରରେ ଅଳକା ଆଶ୍ରମ ପ୍ରତିଷ୍ଠା କରାଗଲା। ତ ଯୋଉ ସ୍ୱେଚ୍ଛାସେବୀ ମାନେ ରହିଲେ, କଣ କରିବା କଣ ନ କରିବା ସେ ସବୁ ପାଇଁ ଯୋଉ ଟ୍ରେନିଂ ବା ପ୍ରଶିକ୍ଷଣ ଦେବାକୁ ପଡେ, ତାହା କରିବା ପାଇଁ ସ୍ୱରାଜ ଆଶ୍ରମ ଓ ଜଗତସିଂହପୁରରେ ଅଳକା ଆଶ୍ରମ ପ୍ରତିଷ୍ଠା କରାଗଲା। କଟକରେ ଛାତ୍ରମାନଙ୍କ ଦ୍ୱାରା ସ୍ୱରାଜ ସେବକ ସଂଘ ଗଠିତ ହୋଇଥିଲା। ବାଲେଶ୍ୱରରେ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ସ୍ୱରାଜ ମନ୍ଦିର ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରିଥିଲା। ଏଟାକୁ ବି ଅଣ୍ଡରଲାଇନ୍ କରିଦଉଛି, ସ୍ୱରାଜ ମନ୍ଦିର। ଏହି ଅନୁଷ୍ଠାନ ତରଫରୁ ସ୍ୱରାଜ ସମାଚାର ନାମକ ପତ୍ରିକା ମଧ୍ୟ ପ୍ରକାଶ ପାଇଥିଲା। କେବଳ ଜାତୀୟତାବାଦୀ ସମ୍ବାଦପତ୍ର ପଢିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତା ଯାଇଥିଲା। ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ବାଦପତ୍ର ସମାଜ, ଯାହା ଆଜି ବି ପ୍ରଚଳିତ ହେଉଛି, ଜାତୀୟ ଚେତନା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସରକାରଙ୍କ ଦମନଲୀଳା। ଓଡ଼ିଶାରେ ଆନ୍ଦୋଳନକୁ ଦମନ କରିବା ନିମନ୍ତେ ଇଂରେଜ ସରକାର ଜନସାଧାରଣଙ୍କ ଉପରେ ଲାଠି ଚାଳନା ତା ସହିତ ବେତାଘାତ ଆଦି ଉପାୟ ଅବଲମ୍ବନ କରିଥିଲେ। ବେତରେ ଆଘାତ ଦେବାକୁ ବେତାଘାତ କୁହାଯାଏ। ଏହା ଛଡା ସରକାର ଶହ ଶହ ସତ୍ୟାଗ୍ରହୀ ମାନଙ୍କୁ କାରାରୁଦ୍ଧ କଲେ, ମାନେ ଜେଲରେ ଦଣ୍ଡିତ କଲେ। ସେମାନଙ୍କ ମଧ୍ୟରେ ହରେକୃଷ୍ଣ ମହତାବ, ମଥୁରା ମୋହନ ବେହେରା, ଅଣ୍ଡରଲାଇନ୍ କରିଦଉଛି, କାମରୁଦ୍ଦିନ ହକ୍, ବାଞ୍ଛାନିଧି ମହାନ୍ତି ଓ ବଳରାମ ଦାସ ପ୍ରଭୃତି ମୁଖ୍ୟ ଥିଲେ। ସମାଜ ସମ୍ବାଦପତ୍ରରେ ସତ୍ୟ ହେଲେ ସାଂଘାତିକ ସ୍ତମ୍ଭରେ ସରକାରୀ ବିରୋଧୀ ଲେଖା ନିମନ୍ତେ ଗୋପବନ୍ଧୁ ଦାସଙ୍କୁ 1 ମାସ ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା। ସ୍ୱରାଜ ସଙ୍ଗୀତ ନାମକ ପ୍ରାଚୀର ପତ୍ର ଛାପିଥିବାରୁ ସମ୍ବଲପୁରର ମିଶ୍ର ପ୍ରେସକୁ 25 ଟଙ୍କା ଜୋରିନାମା ଦବାକୁ ପଡିଥିଲା। ତ କିଭଳି ଭାବରେ ବ୍ରିଟିଶର୍ସ ମାନେ ଦମନ ଲୀଳା ଆରମ୍ଭ କରିଥିଲେ ସେଠି ଲେଖାରୁ ହିଁ ଜଣା ପଡୁଛି। ଚୋରି ଚୋରା ଘଟଣାରେ ମର୍ମାହତ ହୋଇ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ କରି ଦେଇଥିବାରୁ ଓଡ଼ିଶାରେ ମଧ୍ୟ ସେହି ଆନ୍ଦୋଳନ ଧୀରେ ଧୀରେ ବନ୍ଦ ହୋଇଯାଇଥିଲା। କିନ୍ତୁ ଅସହଯୋଗ ଆନ୍ଦୋଳନ ଜନସ୍ରୋତରେ ଭାସି ଯାଇ
କନିକାର ପ୍ରଜା ମାନେ କଣ କଲେ ନା ବିଦ୍ରୋହ କରିଦେଲେ। ସେମାନେ ଯେତେବେଳେ ବିଦ୍ରୋହ କଲେ, କନିକାର ରାଜା ଥିଲେ କିଏ ନା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ। ଏହାକୁ ଦମନ କରିବାକୁ, ଯେତେବେଳେ ପ୍ରଜାମାନେ ବିଦ୍ରୋହ କରୁଛନ୍ତି ତାକୁ ଦମନ କରିବା ପାଇଁ ରାଜା କଣ କଲେ ନା ଇଂରେଜ ସରକାରଙ୍କ ସାହାଯ୍ୟ ନେଇଥିଲେ। ଫଳସ୍ୱରୂପ କଣ ହେଇଥିଲା ନା ଗୁଳିଚାଳନା, 2 ଜଣଙ୍କର ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ। ସମାଜ ଉତ୍କଳ ଦୀପିକା ମାଧ୍ୟମରେ କନିକା ଅତ୍ୟାଚାର ସମାଜ ମାନେ ଲୋକଙ୍କ ପାଖକୁ ଆସିଲା, ଲୋକଲୋଚନକୁ ଆସିଲା ସେ ଜିନିଷଟା। ଏଇ ଯୋଉ 2ଟି ପତ୍ରିକା ଥିଲେ, ସମାଜ ଆଉ ଲୋକ ଦୀପିକା ମାଧ୍ୟମରେ। ଏଇଠାରେ ଆଇନ ଅମାନ୍ୟ କରିଥିବା ଅଭିଯୋଗରେ ଗୋପବନ୍ଧୁ ଦାସ ଓ ଭାଗୀରଥୀ ମହାପାତ୍ରଙ୍କୁ ଗିରଫ କରି ହଜାରିବାଗ ଜେଲକୁ ପଠାଇ ଦିଆଯାଇଥିଲା। ଅସହଯୋଗ ଆନ୍ଦୋଳନର ବାର୍ତ୍ତା ଓଡ଼ିଶାର କୋଣ ଅନୁକୋଣରେ ପ୍ରତିଫଳିତ ହୋଇଥିଲା। ମହାତ୍ମା ଗାନ୍ଧୀ ସ୍ୱାଧୀନତା ସଂଗ୍ରାମକୁ ଲୋକାଭିମୁଖୀ କରାଇ ଏଥିରେ ନୈତିକତା ନିଷ୍ଠାପରତାର ବୀଜ ବପନ କରିଥିଲେ। ତ ମହାତ୍ମା ଗାନ୍ଧୀଙ୍କ ଯୋଉ ଯୋଗଦାନ ରହିଥିଲା ଅସହଯୋଗ ଆନ୍ଦୋଳନର ଯୋଗଦାନଟା, ସେଇଟା ଆରମ୍ଭ ହେଇଥିଲା କେଉଁଠାରୁ ନା ଖିଲାଫତ ଆନ୍ଦୋଳନ ଆରମ୍ଭ ହେଇଥିଲା। ଧୀରେ ଧୀରେ ଖିଲାଫତ ଆନ୍ଦୋଳନ ବନ୍ଦ ହେଲା। ତାପରେ ଯାହା ଯାହା ସବୁ ହେଲା ଆମେ ଡିସ୍କସ କଲେ, କେଉଁଭଳି ଭାବରେ ଅସହଯୋଗ ଆନ୍ଦୋଳନ ଧୀରେ ଧୀରେ ସ୍ଥଗିତ ହେଲା। ତାପରେ ତା ଇମ୍ପାକ୍ଟ ଆମେ ଦେଖିଲେ ଓଡ଼ିଶାରେ କଣ ପଡିଥିଲା। ତ ଆମେ ଚାପ୍ଟରଟାକୁ ଡିସ୍କସ କଲେ। ଯଦି କିଛି ଡାଉଟ ଅଛି, କିଛି କ୍ୱେଶ୍ଚିନ୍ସ ଅଛି, କୋଉ ଜାଗାରେ ବୁଝି ହେଲା ନାହିଁ, ତ ମତେ କମେଣ୍ଟରେ ଜଣେଇବ, ତାକୁ କ୍ଲିୟର କରିବା। ଆଉ ୟା ନେକ୍ସଟ ପାର୍ଟରେ ତା କ୍ୱେଶ୍ଚିନ୍ ଆନ୍ସର କରିବା, ଠିକ ଅଛି। ଆଉ ଯଦି କିଛି ଓପିନିଅନ ଦବାର ଅଛି, କିଛି ମତାମତ ଦବାର ଅଛି, ତାହେଲେ କମେଣ୍ଟରେ ଲେଖିକି ଜଣେଇବ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।